ବନ୍ଧୁମାନେ ଆଜିର ଏହି କାର୍ଯ୍ୟକ୍ରମଟି ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି କାର୍ଯ୍ୟକ୍ରମଟି କର୍କଟ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଆପଣ ଯେତେ ବି ଚିନ୍ତିତ ଥିଲେ, ଯେତେ ବି ସମସ୍ୟା ମଧ୍ୟରେ ଥିଲେ, ବର୍ତ୍ତମାନ ଆପଣଙ୍କର ସବୁ ସମସ୍ୟାର ଅନ୍ତ ହେବାକୁ ଯାଉଅଛି। ଆପଣଙ୍କର ଦୁଃଖର ଦିନ ଶେଷ ହେବାକୁ ଯାଉଅଛି ଏବଂ ଆପଣଙ୍କର ସୁଖର ସମୟ ଆରମ୍ଭ ହେବାକୁ ଯାଉଅଛି। ଆପଣଙ୍କ ଜୀବନରେ ନୂତନ ସୂର୍ଯ୍ୟୋଦୟ ହେବାକୁ ଯାଉଅଛି। ବନ୍ଧୁମାନେ, ନବବର୍ଷ 2025ର ଆରମ୍ଭ ହୋଇସାରିଛି। ତେବେ ଏହି ବର୍ଷ 2025ଟି ଏକ ଏପରି ବର୍ଷ ଅଟେ ଯେଉଁଥିରେ କି ଅନେକ ବଡ଼ ବଡ଼ ଗ୍ରହମାନେ ନିଜର ରାଶି ପରିବର୍ତ୍ତନ କରିବେ। ଦେବଗୁରୁ ବୃହସ୍ପତି, ଶନିଦେବ, ରାହୁ ଏବଂ କେତୁ ନିଜର ରାଶି ପରିବର୍ତ୍ତନ କରିବେ। ଯେତେବେଳେ କି ଦେବଗୁରୁ ବୃହସ୍ପତି ପ୍ରତି 1 ବର୍ଷରେ ନିଜ ରାଶି ପରିବର୍ତ୍ତନ କରିଥାନ୍ତି, ଶନିଦେବ ପ୍ରତ୍ୟେକ 2.5 ବର୍ଷରେ ନିଜର ରାଶି ପରିବର୍ତ୍ତନ କରିଥାନ୍ତି ଏବଂ ରାହୁ ଏବଂ କେତୁ 1.5 ବର୍ଷରେ ନିଜର ରାଶି ପରିବର୍ତ୍ତନ କରିଥାନ୍ତି। ମାତ୍ର ଏହି 2025 ମସିହାରେ ବୃହସ୍ପତି, ଶନି, ରାହୁ, କେତୁ ଏମାନେ ସମସ୍ତେ ନିଜର ରାଶି ପରିବର୍ତ୍ତନ କରିବେ। ତେବେ ଆପଣଙ୍କ ପାଇଁ ସବୁଠାରୁ ବିଶେଷ କଥା ହେଉଛି ଯେ ଆପଣଙ୍କର ଯେଉଁ ସବୁ ଶନି ଅଢ଼େଇ ଚାଲିଥିଲା, ଏହି ବର୍ଷ 2025ରେ ତାହାର ସମାପ୍ତ ହେବାକୁ ଯାଉଅଛି। ତେବେ ଆଜିର ଏହି ଭିଡ଼ିଓରେ ଆମେମାନେ ଜାଣିବା ଯେ ଗ୍ରହମାନେ ଯେଉଁ ରାଶି ପରିବର୍ତ୍ତନ କରିବେ, ତ ଏହାଦ୍ୱାରା ଆପଣଙ୍କ ଜୀବନ ଉପରେ କ'ଣ ପ୍ରଭାବ ପଡ଼ିବ। ଏହି ବର୍ଷ 2025ରେ ଆପଣଙ୍କ ପାଇଁ କାହିଁକି ବିଶେଷ ହେବ। ତ ବନ୍ଧୁମାନେ, ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମକୁ, ଯାହାକି ଜନ୍ମରାଶି ଏବଂ ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ତ ବନ୍ଧୁମାନେ, ରାଶିଚକ୍ରର 12ଗୋଟି ରାଶି ମଧ୍ୟରୁ ଚତୁର୍ଥ ରାଶି ହେଉଛି କର୍କଟ ରାଶି। ତେବେ ବର୍ଷର ଆରମ୍ଭରେ ଆପଣଙ୍କର ପ୍ରଥମ ଭାଗରେ ବିରାଜମାନ ରହିବେ ମଙ୍ଗଳ, ତୃତୀୟ ଭାଗରେ ବିରାଜମାନ ରହିବେ କେତୁ, ଆପଣଙ୍କର ପଞ୍ଚମ ଭାଗରେ ବିରାଜମାନ ରହିବେ ବୁଧ, ଷଷ୍ଠ ଭାଗରେ ବିରାଜମାନ ରହିବେ ସୂର୍ଯ୍ୟ, ଅଷ୍ଟମ ଭାଗରେ ବିରାଜମାନ ରହିବେ ଶନି ଏବଂ ଶୁକ୍ର, ଆପଣଙ୍କର ନବମ ଭାଗରେ ବିରାଜମାନ ରହିବେ ରାହୁ ଏବଂ ଆପଣଙ୍କର ଏକାଦଶ ଭାଗରେ ବିରାଜମାନ ରହିବେ ଦେବଗୁରୁ ବୃହସ୍ପତି। ତ ସର୍ବପ୍ରଥମେ ମଙ୍ଗଳ ଆପଣଙ୍କର ପ୍ରଥମ ଭାଗରେ ବିରାଜମାନ ଅଛନ୍ତି। ତ ଜାନୁଆରୀ, ଫେବୃଆରୀ ଏବଂ ମାର୍ଚ୍ଚ ଏହି 3 ମାସର ଆପଣଙ୍କ ଧ୍ୟାନ ରଖିବାର ଅଛି ଯେ ଆପଣଙ୍କ ମଧ୍ୟରେ ଧୈର୍ଯ୍ୟ ଯେପରି କମ୍ ନ ହେଉ ଏବଂ ଆଗ୍ରେସନକୁ ମଧ୍ୟ ଆପଣ କଣ୍ଟ୍ରୋଲରେ ରଖନ୍ତୁ, କାରଣ ମଙ୍ଗଳ ଆପଣଙ୍କର ପ୍ରଥମ ଭାଗରେ ଅଛନ୍ତି। ପୁଣି ବକ୍ରି ହୋଇ ଆପଣଙ୍କ ଦ୍ୱାଦଶ ଭାଗକୁ ଯିବେ। ପୁଣି ଥରେ ମଙ୍ଗଳ ଆପଣଙ୍କର ପ୍ରଥମ ଭାଗକୁ ଆସିବେ। ତ ଆପଣଙ୍କ ମଧ୍ୟରେ ଏହି ସମୟ ଅବଧି ମଧ୍ୟରେ କ୍ରୋଧ ସ୍ୱଭାବ ଦେଖାଯିବ। ତ ସେଥିପାଇଁ ଆପଣ ନିଜର କ୍ରୋଧକୁ ନିଜର ନିୟନ୍ତ୍ରଣରେ ରଖିବା ଉଚିତ। ଆପଣ ଯେତେ ନିଜେ ପାରିବେ ନିଜକୁ ଶାନ୍ତ ଓ ନମ୍ର ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଧ୍ୟାନ ରଖିବେ ଯେ ତରବରିଆ ଭାବରେ ଯେପରି ଆପଣ କୌଣସି ଡିସିସନ୍ ନ ନିଅନ୍ତି। ବିଶେଷ କରି ପ୍ରତ୍ୟେକଟି ସମ୍ପର୍କ କ୍ଷେତ୍ରରେ ଆପଣଙ୍କୁ ଏହିସବୁ କଥାରେ ଧ୍ୟାନ ରଖିବାର ଅଛି। ତା ଆପଣଙ୍କର ପ୍ରେମ ଜୀବନ ହେଉ କିମ୍ବା ବୈବାହିକ ଜୀବନ ହେଉ କିମ୍ବା ଆପଣଙ୍କର ପାରିବାରିକ ଜୀବନ ହେଉ କିମ୍ବା ଆପଣଙ୍କର ସାଙ୍ଗସାଥି କିମ୍ବା ଆପଣଙ୍କର ପାଖ ପଡ଼ୋଶୀ କିମ୍ବା ସମସ୍ତଙ୍କ ସହିତ ଏସବୁ ସମ୍ପର୍କରେ ଆପଣଙ୍କୁ ଏସବୁ କଥା ପ୍ରତି ଧ୍ୟାନ ରଖିବାର ଅଛି। ତେବେ ମାର୍ଚ୍ଚ ମାସ ପରେ ଆପଣଙ୍କର ଏସବୁ ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ ଏବଂ ମାର୍ଚ୍ଚ ମାସ ପରେ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ମଧ୍ୟ ଆପଣ ଉନ୍ନତି ଦେଖିବାକୁ ପାଇବେ ଏବଂ ଆପଣ ଯଦି ନିଜର ପାଠପଢ଼ାରେ କିଛି କରିବା ପାଇଁ ଚାହୁଁଛନ୍ତି, କିଛି ଆଡ଼ମିସନ୍ ନେବା ପାଇଁ ଚାହୁଁଛନ୍ତି, କୌଣସି ଫର୍ମ ଫିଲ୍ଅପ୍ କରିବା ପାଇଁ ଚାହୁଁଛନ୍ତି କିମ୍ବା କୌଣସି ଗଭର୍ଣ୍ଣମେଣ୍ଟ ଜବ୍ କରିବା ପାଇଁ ଆପଣ ପ୍ରିପେୟାର ହେଉଛନ୍ତି, ତ ମାର୍ଚ୍ଚ ମାସ ପରେ ଏସବୁ ପାଇଁ ଆପଣଙ୍କ ପାଇଁ ସମୟ ଅନୁକୂଳ ରହିବ। ତେବେ କେବଳ ବର୍ଷର ଆରମ୍ଭରେ ଯାହାକି ଜାନୁଆରୀ ଏବଂ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଆପଣଙ୍କୁ ଟିକେ ନିଜର ପାଠପଢ଼ା ପ୍ରତି ବିଶେଷ ଧ୍ୟାନ ରଖିବାର ଅଛି, କାରଣ ସେତେବେଳେ ଆପଣଙ୍କର ମାଇଣ୍ଡ ଡାଇଭର୍ଟ ହୋଇପାରେ, ଆପଣ ଅନ୍ୟମନସ୍କ ହୋଇପାରନ୍ତି, ଆପଣଙ୍କର ମନ ପାଠପଢ଼ାରେ ନ ଲାଗିପାରେ। ତ ବର୍ଷ 2025ରେ ଦେବଗୁରୁ ବୃହସ୍ପତି ଆପଣଙ୍କର ଏକାଦଶ ଭାଗରୁ ବାହାରି ଆପଣଙ୍କର ଦ୍ୱାଦଶ ଭାଗକୁ ପ୍ରବେଶ କରିବେ। ତ 15 ମଇ 2025କୁ ଗୁରୁ ନିଜର ରାଶି ପରିବର୍ତ୍ତନ କରିବେ। ତେବେ 15 ମଇ ପୂର୍ବରୁ ଆପଣଙ୍କ ବୈବାହିକ ଜୀବନରେ ଆପଣ କିଛି ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ପାଇବେ। ଏହା ସହିତ ଦେବଗୁରୁ ବୃହସ୍ପତି ଆପଣଙ୍କର ପଞ୍ଚମ, ସପ୍ତମ ଏବଂ ତୃତୀୟ ଭାଗକୁ ଦେଖୁଛନ୍ତି। ତ ଏହି ସମୟରେ ଆପଣ କୌଣସି ଅନଲାଇନ୍ କାମ ଷ୍ଟାର୍ଟ କରିପାରନ୍ତି। ତାପରେ ଯେତେବେଳେ ଗୁରୁ ଆପଣଙ୍କର ଦ୍ୱାଦଶ ଭାଗରେ ଚଳନ କରିବେ, ସେତେବେଳେ ଆପଣ ଅଧିକ ଦୂର ଯାତ୍ରା କରିବେ,
କାରଣ ଗୁରୁ ଆପଣଙ୍କର ଷଷ୍ଠ ଭାଗର ଅଧିପତି ହୋଇ ଆପଣଙ୍କ ଦ୍ୱାଦଶ ଭାଗକୁ ବିରାଜମାନ କରିବେ। ତ ଗୁରୁ ଏଠାରେ ଆପଣଙ୍କର ବିପରୀତ ରାଜଯୋଗ ନିର୍ମାଣ କରିବେ। ତ ସେହି ସମୟରେ ଗୁରୁ ଆପଣଙ୍କୁ ବିପରୀତ ପରିସ୍ଥିତିରୁ ମଧ୍ୟ ରକ୍ଷା କରିବେ। ଏହା ସହିତ ଗୁରୁ ଆପଣଙ୍କର ନବମ ଭାଗରେ ମଧ୍ୟ ଅଧିପତି ଅଟନ୍ତି। ତ ଆପଣଙ୍କର ନବମ ଭାଗର ଅଧିପତି ହୋଇ ଗୁରୁ ଯେତେବେଳେ ଆପଣଙ୍କର ଦ୍ୱାଦଶ ଭାଗକୁ ଚାଳନା କରିବେ, ତ ସେତେବେଳେ ଆପଣଙ୍କର ଦୂରଯାତ୍ରା ବଢ଼ିବ। ଆପଣ ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି। ତେବେ ବନ୍ଧୁମାନେ, ଗୁରୁ ଯେହେତୁ ଆପଣଙ୍କର ଦ୍ୱାଦଶ ଭାଗରେ ଚାଳନା କରିବେ, ତ ସେତେବେଳେ ଆପଣଙ୍କୁ ଆପଣଙ୍କର ସ୍ୱାସ୍ଥ୍ୟରେ ଟିକେ ବିଶେଷ ଧ୍ୟାନ ରଖିବାର ଅଛି। ଯେମିତିକି ଆପଣଙ୍କର ମୋଟାପଣ ନ ବଢ଼ୁ, ଲିଭର, ଡାଇଜେସନ୍ ଏସବୁ ପ୍ରତି ଆପଣଙ୍କୁ ବିଶେଷ ଧ୍ୟାନ ରଖିବାର ଅଛି। ଏବଂ 5 ମଇ 2025 ପରେ ଆପଣ ଅଧିକ ଯାତ୍ରା ମଧ୍ୟ କରିପାରନ୍ତି, ଯେଉଁ କାରଣରୁ ଆପଣଙ୍କୁ ଥକାପଣ ଅନୁଭବ ହୋଇପାରେ। ଏବଂ ଆପଣ ଯେତେବେଳେ ପାଦରେ ଯାତ୍ରା କରୁଥିବେ, ତ ସେତେବେଳେ ନିଶ୍ୱାସ ନେବାରେ ମଧ୍ୟ ଆପଣଙ୍କୁ ଟିକେ କଷ୍ଟ ଅନୁଭବ ହୋଇପାରେ। ତ ଏସବୁ ପ୍ରତି ଆପଣ ଟିକେ ଧ୍ୟାନ ରଖିବେ। ତ ଗୁରୁ ଯେତେବେଳେ ଆପଣଙ୍କର ଦ୍ୱାଦଶ ଭାଗକୁ ଯିବେ, ତ ଗୁରୁଙ୍କର ଦୃଷ୍ଟି ଆପଣଙ୍କର ଚତୁର୍ଥ ଭାଗ ଏବଂ ଆପଣଙ୍କର ଷଷ୍ଠ ଭାଗ ଏବଂ ଆପଣଙ୍କର ଅଷ୍ଟମ ଭାଗକୁ ଦେଖିବେ। ତ ଆପଣ ନିଜର ସ୍ୱାସ୍ଥ୍ୟରେ ଟିକେ ଧ୍ୟାନ ରଖିବେ। ମାତ୍ର ଆପଣ ନିଜର ପ୍ରପର୍ଟି ମଧ୍ୟ କିଛି କାମ କରିପାରନ୍ତି। ସେସବୁକୁ ଆପଣ ବଢ଼ାଇବା ପାଇଁ କିଛି ପ୍ଲାନିଂ କରିବେ। ଏବଂ ଏହି ବର୍ଷ 2025ରେ ଆପଣ କୌଣସି ପ୍ରପର୍ଟି କିଣାକିଣି କରିପାରନ୍ତି। କୌଣସି ବଡ଼ ଜିନିଷ ଆପଣ କିଣାବିକା କରିପାରନ୍ତି। ଏହା ସହିତ ଆପଣଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି ବର୍ଷ 2025ରେ ଆପଣଙ୍କର ଶନି ଅଢ଼େଇର ସମାପ୍ତି ହେବାକୁ ଯାଉଅଛି। ଶନି ଆପଣଙ୍କର ଅଷ୍ଟମ ଭାଗରୁ ବାହାରି ଆପଣଙ୍କର ନବମ ଭାଗରେ ପ୍ରବେଶ କରିବେ। ତ ଏହି ଶନି ଅଢ଼େଇ ମଧ୍ୟରୁ ଯଦି ଆପଣଙ୍କୁ କୁଣ୍ଡଳୀରେ ଶନି ନିଚସ୍ତ ଥିବେ, କୌଣସି ବି ଖରାପ ସ୍ଥିତିରେ ଥିବେ, ତ ନିଶ୍ଚିତ ଭାବରେ ଏହି ଅଢ଼େଇ ବର୍ଷ ମଧ୍ୟରେ ଆପଣ କୌଣସି ବହୁତ କିଛି ସମସ୍ୟା ଗତି କରିଥିବେ। ଆପଣଙ୍କର ଶତ୍ରୁ ସଂଖ୍ୟା ବୃଦ୍ଧି ପାଇଥିବ। ଆପଣଙ୍କ ଉପରେ ଋଣ କରଜର ଭାର ମଧ୍ୟ ବଢ଼ିଥିବ। ଏହା ସହିତ ଆପଣଙ୍କୁ ଅନେକ ପ୍ରକାର ସମସ୍ୟା ଦେଇ ଗତି କରିବାକୁ ପଡ଼ିଥିବ। ଏହା ସହିତ ଏମିତିକି ଆପଣଙ୍କର ଯଦି କୌଣସି କୋର୍ଟ କଚେରୀ ମାମଲା ରହିଥିଲା, ତ ସେଥିରେ ମଧ୍ୟ ଆପଣଙ୍କୁ ବହୁତ ହଇରାଣ ହେବାକୁ ପଡ଼ିଥିବ। ତ ଏପରି ଯାହା ବି ସମସ୍ୟା ଆପଣ ସମ୍ମୁଖୀନ ହେଉଥିଲେ, ମାର୍ଚ୍ଚ 30ରେ ଯେତେବେଳେ ଆପଣଙ୍କର ଶନି ଅଢ଼େଇ ସମାପ୍ତ ହୋଇଯିବ, ତ ଧୀରେ ଧୀରେ ଆପଣ ଏହିସବୁ ସମସ୍ୟାରୁ ବାହାରି ଆସିପାରିବେ। ଏହା ସହିତ ଯଦି ଆପଣଙ୍କର ପାଦରେ କୌଣସି ଯନ୍ତ୍ରଣା ଥିଲା, ଷ୍ଟୋମାକ୍ ରିଲେଟେଡ଼ ଆପଣଙ୍କର କୌଣସି ପ୍ରୋବ୍ଲେମ୍ ଥିଲା, କିମ୍ବା ଆପଣଙ୍କର ପରିବାରରେ କୌଣସି ଅଶାନ୍ତି ଲାଗି ରହିଥିଲା, କିମ୍ବା ବାରମ୍ବାର ଯଦି ଆପଣଙ୍କ ଦାନ୍ତ ଜନିତ ରୋଗ ଆପଣଙ୍କୁ ଯନ୍ତ୍ରଣା ହେଉଥିଲା, କିମ୍ବା ଗଳା ଜନିତ ସମସ୍ୟା କୌଣସି ଥିଲା, ସେସବୁ ଆପଣ ବାହାରି ଆସିବେ। ଏସବୁରୁ ଆପଣଙ୍କୁ ସୁଧାର ଦେଖିବାକୁ ମିଳିବ। ଏହା ହିଁ ହେଉଛି ଆପଣଙ୍କ ଦୁଃଖର ଅନ୍ତ, ଆପଣଙ୍କର ସମସ୍ୟାର ଅନ୍ତ। କାରଣ ଶନି ଯେତେବେଳେ ଆପଣଙ୍କର ଅଷ୍ଟମ ଭାଗକୁ ଥିଲେ, ତ ଶନିଙ୍କର ଦୃଷ୍ଟି ଆପଣଙ୍କର ଦ୍ୱିତୀୟ ଭାଗ ଉପରେ ରହୁଥିଲା, ସୂର୍ଯ୍ୟଙ୍କ ଉପରେ ରହୁଥିଲା, ଯାହାଫଳରେ ଆପଣଙ୍କର ପାରିବାରିକ ଅଶାନ୍ତି ଲାଗି ରହୁଥିଲା। ପରିବାରରେ ଆପଣଙ୍କର ସବୁବେଳେ ଯୁକ୍ତିତର୍କ ଲାଗି ରହୁଥିଲା ଏବଂ ଆପଣଙ୍କର ଏପରି କିଛି ମଧ୍ୟ କହୁଥିଲେ ଯାହା ଆପଣଙ୍କର କହିବା ଠିକ୍ ନଥିଲା, କିମ୍ବା କହିବାକୁ ଚାହୁଁଥିବେ କିଛି, କିମ୍ବା ଆପଣଙ୍କ ମୁହଁରୁ ବାହାରୁଥିଲା ଆଉ କିଛି। ତ 30 ମାର୍ଚ୍ଚ 2025 ପର୍ଯ୍ୟନ୍ତ ଆପଣଙ୍କୁ ଏସବୁରେ ଧ୍ୟାନ ଦେବାର ଅଛି। 30 ମାର୍ଚ୍ଚ 2025କୁ ଶନି ଯେତେବେଳେ ରାଶି ପରିବର୍ତ୍ତନ କରିବେ ଏବଂ ଆପଣଙ୍କର ଯେତେବେଳେ ଶନି ଅଢ଼େଇ ସମାପ୍ତ ହୋଇଯିବ, ତ ଏସବୁ ସମସ୍ୟାରେ ଆପଣ ବାହାରି ଆସିବେ। ତେବେ ବନ୍ଧୁମାନେ, ରାହୁ ଯେତେବେଳେ ନବମ ସ୍ଥାନକୁ ଗୋଚର କରିବି, ତ ଏଠାରେ ରାହୁ ପିତୃଦୋଷ ନିର୍ମାଣ କରିଥାନ୍ତି। ତ ରାହୁ ଆପଣଙ୍କର ନବମ ଭାଗକୁ ବାହାରି ଆପଣଙ୍କର ଅଷ୍ଟମ ଭାଗକୁ ପ୍ରବେଶ କରିବେ ଏବଂ କେତୁ ଆପଣଙ୍କର ଦ୍ୱିତୀୟ ଭାଗକୁ ଚଳନ କରିବେ। ବନ୍ଧୁମାନେ, କେତୁ ଯେତେବେଳେ ଦ୍ୱିତୀୟ ଭାଗକୁ ଗୋଚର କରନ୍ତି, ତ ସେତେବେଳେ ସେ ବ୍ୟକ୍ତିଙ୍କୁ ବହୁତ ଚାଲାକ ଏବଂ ଚତୁର ବନାଇଥାନ୍ତି। କେତେବେଳେ ଆପଣଙ୍କୁ କେଉଁ ସ୍ଥାନରେ କ'ଣ କରିବାର ଅଛି, ତାହା କେତୁ ଆପଣଙ୍କୁ ଶିଖାଇଥାନ୍ତି। ଅର୍ଥାତ୍ ଆପଣଙ୍କର କମ୍ୟୁନିକେସନ୍ ସ୍କିଲ୍ ବହୁତ ଭଲ ରହିବ। ଏହା ସହିତ ରାହୁ ଆପଣଙ୍କର ଅଷ୍ଟମ ଭାଗକୁ ଆସି ଆପଣଙ୍କର ଭାଗ୍ୟରେ ଯେଉଁ ପୂର୍ବରୁ ଯାହା ବି ସବୁ ବାଧାବିଘ୍ନ ଆସୁଥିଲା, ତାହା ମଧ୍ୟ ଦୂର ହୋଇଯିବ। ରାହୁ ଯେତେବେଳେ ଆପଣଙ୍କର ଭାଗ୍ୟ ସ୍ଥାନ ଦେଖିଲେ, ତ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କର ବାଧାବିଘ୍ନ ସୃଷ୍ଟି ହୋଇଥିଲା, ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କର ବିଳମ୍ବ ହୋଇଥିଲା, ଏବେ ସେଥିରୁ ଆପଣ ମୁକ୍ତି ପାଇବେ।
ରାହୁ ଯେତେବେଳେ ଆପଣଙ୍କ ନବମ ଭାଗରୁ ବାହାରି ଆସିବେ ତ ଏହିସବୁ ସମସ୍ୟାରେ ଆପଣ ସମାପ୍ତ ହୋଇଯିବ। ତେବେ ରାହୁ ଯେତେବେଳେ ଆପଣଙ୍କର ଅଷ୍ଟମ ଭାଗକୁ ଆସିବେ ତ ଆପଣଙ୍କର ଗୋଡ଼ ଖସିବାର ବହୁତ ସମ୍ଭାବନା ରହୁଛି। ତ ଯେତେବେଳେ ଆପଣ କେଉଁଠାରେ ଯାଉଛନ୍ତି ସେତେବେଳେ ଆପଣ ଧ୍ୟାନ ରଖିବେ ଯେ ଯେମିତି ଆପଣଙ୍କର ପାଦ କେଉଁଠାରେ ନ ଖସିଯାଏ କିମ୍ବା ଆପଣଙ୍କୁ ଆଘାତ ନ ଲାଗେ। ଏହା ସହିତ ଯଦି ଆପଣ କୌଣସି ସର୍ଜରୀ କରିବା ପାଇଁ ଚାହୁଁଥିଲେ ତ ଛୋଟ ବଟ ହେଉ କିମ୍ବା ବଡ଼ ହେଉ ତ ଏହି ବର୍ଷ 2025ରେ ଆପଣ ସର୍ଜରୀ ମଧ୍ୟ କରାଇ ପାରନ୍ତି। ଏହା ବ୍ୟତୀତ ଯଦି କୌଣସି ମହିଳା ଆପଣଙ୍କ ଗର୍ଭବତୀ ଅଛନ୍ତି ତ ରାହୁ ଆପଣଙ୍କର ଅଷ୍ଟମ ଭାଗକୁ ଆସିବା ଦ୍ୱାରା ଆପଣଙ୍କର ସିଜରିଂ ମଧ୍ୟ ହୋଇପାରେ। ମାତ୍ର ରାହୁ ଆପଣଙ୍କର ଅଷ୍ଟମ ଭାଗକୁ ଆସିବା ଦ୍ୱାରା ଆପଣ ପ୍ରତ୍ୟେକ ଜିନିଷ ଗଭୀର ଭାବରେ ଜାଣିବା ପାଇଁ ଚେଷ୍ଟା କରିବେ। ପ୍ରତ୍ୟେକ ଜିନିଷକୁ ଆପଣ ରିସର୍ଚ୍ଚ କରିବେ, ଆପଣ ଆନାଲାଇଜ୍ କରିବେ ଏବଂ ପ୍ରତ୍ୟେକ ଜିନିଷକୁ ବହୁତ ଭଲ ଭାବରେ ଶିଖିବାର ଆଗ୍ରହ ମଧ୍ୟ ଆପଣଙ୍କ ମଧ୍ୟରେ ଆସିବ। ତ ବନ୍ଧୁମାନେ ମୋଟାମୋଟି ଭାଗରେ ଦେଖିବାକୁ ଗଲେ ଏହି ବର୍ଷ 2025ରେ ଖରାପ ଅପେକ୍ଷା ଆପଣଙ୍କ ଜୀବନରେ ବହୁତ ଅଧିକ ଭଲ ପରିବର୍ତ୍ତନ ଆସିବାକୁ ଯାଉଅଛି। ତ ଯାହାଫଳରେ ଆପଣଙ୍କର ବହୁତ କିଛି ସମସ୍ୟାର ସମାଧାନ ହେବା ସହିତ ଆପଣଙ୍କର ଦୁଃଖ ଏବଂ ସମସ୍ୟାର ଅନ୍ତ ହେବାକୁ ଯାଉଅଛି। ତ ଏବେ ଆସନ୍ତୁ ଜାଣିନେବା କିଛି ପ୍ରତିକାରକ ବିଷୟରେ, ଯେଉଁ ପ୍ରତିକାରକ କରିବା ଦ୍ୱାରା ଏହି ବର୍ଷ ଆସୁଥିବା ସବୁ ସମସ୍ୟା ଓ ଅଶୁଭତ୍ୱ ଗୁଡ଼ିକ ଆପଣଙ୍କର ଖଣ୍ଡନ ହୋଇପାରିବ ଏବଂ ଆପଣଙ୍କୁ ଅଧିକ ଶୁଭତା ପ୍ରାପ୍ତ ହେବ। ସେଥିପାଇଁ ପ୍ରତ୍ୟେକ ଦିନ ଆପଣ ସୂର୍ଯ୍ୟାସ୍ତ ପରେ ଚନ୍ଦ୍ରମାଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ ଏବଂ ଯେପର୍ଯ୍ୟନ୍ତ ଆପଣଙ୍କର ରାଶିରେ ଶନି ଅଡ଼େଇ ରହିଛି ସେ ପର୍ଯ୍ୟନ୍ତ ଆପଣ ପ୍ରତ୍ୟେକ ଦିନ ଶନିଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ଏହା ସହିତ ଯେହେତୁ ଏହି ବର୍ଷ 2025ଟି ମଙ୍ଗଳଙ୍କର ଅଟେ ତ ପ୍ରତ୍ୟେକ ଦିନ ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ମଙ୍ଗଳଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କର ସମସ୍ତ ଅଶୁଭତ୍ୱ ଖଣ୍ଡନ ହୋଇ ଆପଣଙ୍କୁ ଅଧିକ ଶୁଭତ୍ୱ ପ୍ରାପ୍ତି ହେବ। ତେବେ ବନ୍ଧୁମାନେ ଏହି ବର୍ଷଟି ଆପଣଙ୍କର ଶୁଭମୟ ହେଉ, ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ପାଖରେ ମୋର ପ୍ରାର୍ଥନା। ଧନ୍ୟବାଦ। ରହିଲି ବନ୍ଧୁଗଣ, ନମସ୍କାର।